ଛାମୁ ଯାହା ଦେଲେ ହରସେ ପାଉ ପାଉ ଗଲା ବରଷ ବାଛି ବାଛି କରି ଦେଲେ ପଡିଆ ଶ୍ରାବଣ ମାସରେ ଭାଙ୍ଗେ ନଡିଆ ହେମନ୍ତ ସେ ଭୁଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ। ତ ରାଜାଙ୍କଠୁ ରାଜା କହିଲେ ଯେ ଯଦୁମଣି ତମକୁ ମୁଁ ଖୁସି ହୋଇ ଗୋଟେ ଜମି ଦଉଛି ତମେ ଜମିକୁ ନିଅ। ପ୍ରଶାସନିକ ଅଧିକାରୀ ସେଟାକୁ ଦେବେ ଏବଂ ଦେବେ ଦେବେ କହି ଗୋଟେ ବର୍ଷ ବିତିଗଲା। ଯଦୁମଣିଙ୍କୁ ତାପରେ ଜମି ମିଳିଲା। ସେ ଯୋଉ ଜମି ରହିଥିଲା ସେଟା ଉନ୍ନତ ନଥିଲା, ଯୋଉଥିପାଇଁ କି ଯଦୁମଣି ତାଙ୍କର କାବ୍ୟିକ ଢଙ୍ଗରେ ଏବଂ ତାଙ୍କର ସେ କଣ କବି ପ୍ରତିଭାରେ ସେ ତାଙ୍କର କଥାଟିକୁ ଜଣାଉଛନ୍ତି। ରାଜା ଯେତେବେଳେ ପଚାରିଲେ ଯଦୁମଣି ଫସଲ କେମିତି ହେଇଛି, କହିଲେ ଛାମୁ ଯାହା ଦେଲେ ହରସେ ପାଉ ପାଉ ଗଲା ବରସେ। କିନ୍ତୁ ଏଇଟା ଆଉ ଗୋଟେ କଥା ଅଛି, କରଣତା କଲେ ବରସେ। ତ ଏଇଟା ସେ ଆମେ ଅନେକ ଜାଗାରେ ଦେଖୁ ପାଉ ପାଉ ଗଲା ବରସେ, ସବୁ ଠିକ, କିନ୍ତୁ ଯୋଉ କରଣତା କଲେ ବରସେ, କରଣତା ଯଦି ଦେଖିବେ ଦୁଇ ଅର୍ଥବୋଧକ ଏଇଠି କଥା ସେ କହୁଛନ୍ତି। କରଣ ତାହା କଲେ ବରସେ, କରଣତା ଯଦି ଗୋଟେ ଦେଖିବା। ଆଉ ଗୋଟେ ଦେଖିବା କଣ, କରଣତା ମାନେ ଠକିଲେ ବରସେ, ମାନେ ଗଡେଇ ଚାଲିଲେ ବରସେ। ଛାମୁ ଯାହା ଦେଲେ ହରସେ ପାଉ ପାଉ ଗଲା ବରସେ ବା କରଣତା କଲେ ବରସେ ବାଛି ବାଛି କରି ଦେଲେ ପଡିଆ ଶ୍ରାବଣ ମାସରେ ଭାଙ୍ଗେ ନଡିଆ ହେମନ୍ତ ସେ ଭୁଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ। ତ ତେଣୁକରି ସେ ଚାକୁଣ୍ଡା ଯେବେ ଯେବେ ବୁଣିଲେ ଉଠୁ ନଥିବ ସେବେ ସେବେ କବି ଯଦୁମଣି ମନେ ରହିଥିବେ ଏମିତି, ଆଉ ମାନସ ପଟରେ ଆସି ଯାଉଥିବେ ପ୍ରତି ଓଡିଆଟିର।